9 ପଦରେ ତୁମ୍ଭ ସମ୍ମୁଖରେ କି ଏହି ସମସ୍ତ ଦେଶ ନାହିଁ, ଏହେତୁ ତୁମକୁ ବିନୟ କରୁଅଛି, ତୁମ୍ଭେ ମୋ ଠାରୁ ପୃଥକ ହୁଅ। ହୁଏତ ତୁମେ ବାମକୁ ଯାଅ, ମୁଁ ଦକ୍ଷିଣକୁ ଯାଏ, ନହେଲେ ତୁମେ ଦକ୍ଷିଣକୁ ଯାଅ, ମୁଁ ବାମକୁ ଯାଏ। 10 ପଦରେ ଲେଖାଯାଉଛି, ସେତେବେଳେ ଲୋଟ ଅନାଇ ଦେଖିଲେ ସୟର ପର୍ଯ୍ୟନ୍ତ ଜର୍ଦ୍ଦନର ସମସ୍ତ ପ୍ରାନ୍ତର ସଦାପ୍ରଭୁଙ୍କ ଉଦ୍ୟାନ ପରି ସର୍ବତ୍ର ସଜଳ ଓ ମିଶ୍ର ଦେଶ ତୁଲ୍ୟ ଅଟଇ, କାରଣ ସେହି ସମୟରେ ସୋଦମ ଓ ଗମୋରା ସଦାପ୍ରଭୁଙ୍କ ଦ୍ୱାରା ବିନଷ୍ଟ ହୋଇନଥିଲା। ସୋଦମ ଗମୋରା ଭଲ ଜାଗା କି? ଭଲ ଜାଗା ସେଟା? ପ୍ରଭୁ ବିନଷ୍ଟ କରିନଥିଲେ। ଲୋଟ ଅନାଇକିନା ଦେଖୁଛନ୍ତି, କେମିତି ଦିଶୁଛି ସେଟା? ସଦାପ୍ରଭୁଙ୍କର ଉଦ୍ୟାନ ପରି ତାଙ୍କୁ ଦେଖାଯାଉଛି। ଆଜି ଜଗତ କେମିତି ଲାଗୁଛି? ଉଦ୍ୟାନ ଠାରୁ ଭୟଙ୍କର। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଜଗତ ଲୋକମାନଙ୍କୁ କେମିତି ଲାଗୁଛି? ଉଦ୍ୟାନ ପରି। କେଉଁ ଉଦ୍ୟାନ? ସଦାପ୍ରଭୁଙ୍କର ଉଦ୍ୟାନ ପରି ଲୋଟ ଦେଖୁଛନ୍ତି। ଅନାଇକିନା ଦେଖିଲେ, ଦେଖ ଆମେ ପାଟିତୁଣ୍ଡ ହେବାଟା ଭଲ ନାହିଁ, ତୁମର ଛେଳି ଆମର ମେଣ୍ଢା ପାଖି ଆମେ କାହିଁକି ରଖବା, ମୋ ଠାରୁ ତୁମେ ଟିକେ ଅଲଗା ରୁହ, ଆମେ ଅଲଗା ପଟେ ଟେଣ୍ଟ ବାନ୍ଧବୁ, ତୁମେ ଅଲଗା ପଟେ ଟେଣ୍ଟ କର, ତୁମେ ପସନ୍ଦ କର। ତୁମେ ବାମକୁ ଯିବାର ଅଛି, ଯାଅ, ମୁଁ ଦକ୍ଷିଣକୁ ଯିବି। ତୁମେ ଯଦି ଦକ୍ଷିଣକୁ ଯିବ, ଯାଅ, ମୁଁ ବାମକୁ ଯିବି। ଅବ୍ରାହମ କହୁଛନ୍ତି, ସେଇ ସମୟରେ ଏ ମନୁଷ୍ୟ ବାଛୁଛନ୍ତି, ଆଉ ବାଛିଲା ପରେ ସୋଦମ ଗମୋରା ଆଡ଼େ ଆଖି ପଳାଉଛି। ସୋଦମ ଗମୋରା କେମିତି ଜାଗା? ମୂର୍ତ୍ତି ପୂଜା ଜାଗା, ବେବିଚାରୀ ଜାଗା, ପୁଅ ପୁଅ ବାହାଘର, ଝିଅ ଝିଅ ବାହାଘରର ଜାଗା ସେଟା। ସେ ଏମିତି ଅନାଇକିନା ଦେଖିଲା ପରେ ଦେଖିଦେଇ କି ଖୁସି, ବା ନାଇଁ ନାଇଁ, ମୁଁ କ'ଣ କରିବି? ମୁଁ ଏଇ ଯେଉଁ ସୋଦମ ଗମୋରା ଏଇଟାକୁ ମୁଁ କ'ଣ କରିବି? ମୁଁ ସେଇ ସ୍ଥାନକୁ ମୁଁ ନେବି। ସେଇ ସ୍ଥାନରେ ପରେ କ'ଣ ହେଉଛି? ପରମେଶ୍ୱର ଅଗ୍ନିବୃଷ୍ଟି କରି ସେଇ ସୋଦମ ଗମୋରାକୁ ସେ କ'ଣ କରୁଛନ୍ତି? ବିନଷ୍ଟ କରୁଛନ୍ତି। ଆଜି ଲୋକମାନଙ୍କୁ ଜଗତ କେମିତି ଲାଗୁଛି? ଉଦ୍ୟାନ ପରି। ଜଗତ ମୋର ସବୁ କିଛି ପରି ଲାଗୁଛି। ଜଗତ ମୋର ଭବିଷ୍ୟତ। এই ଜଗତର ଷ୍ଟାଇଲକୁ ଲୋକମାନେ ପସନ୍ଦ କରୁଛନ୍ତି। ଜଗତର କଟିଂକୁ ଲୋକମାନେ ପସନ୍ଦ କରୁଛନ୍ତି। ଚୁଟି କଟିଂ ଏମିତି ପୁଣି କାଟିବେ, ଏମିତି କରି କାଟି ପୁଣି ଏ ପାଖରେ ଆଣି କରି ଏମିତି କାଟବାର, ପୁଣି ଏପଟ ଚେଗାଇ କରି ଆହୁରି ଏମିତି ଉତରାଇ ଥିବାର, ଇଟି ଆର୍ କାଟୁଛନ୍ତି। ଇଟି ସେଟା ଛାଡ଼ବେ, ଇଟି କେମିତି ଏପଟେ କୋଟିଂ ବି ହେଉନାହିଁ, ଏମିତି ଛିଡ଼ି ଯାଏ। ତାହେଲେ ଏପଟେ ଏଟାକୁ ଲୋକମାନେ ପସନ୍ଦ କରୁଛନ୍ତି। ଏ ଚୁଟି ପ୍ରଭୁ କାହିଁକି ଦେଇଛନ୍ତି? ଏଟା ସବୁ ଟିକେ ସେଭିଂ ହେଲେ କରୁନ। ଏ ଆଖିର ସୁରକ୍ଷା ପାଇଁ ଏ ଚୁଟି ଦେଇଛନ୍ତି। କେତେଟା ମା ମାନେ ଝିକୁଥିବେ, ଇଏ ବାପା लो ସେ ଭିଡ଼ିଓ ମାନଙ୍କର ଯେଉଁ ସର୍ଟ ଭିଡ଼ିଓ ଗୋଟେ ଲାଗା ଅଛି, ଏମିତି ଝିକୁଥିଲେ, ଏମିତି ଏମିତି କରି ଝିକିଲେ, ସେମାନେ ଡାବୁ ଦେଇକରି ଝିକାଇ ହେଉଛନ୍ତି। ଏ ମା କେତେ ଦିନ ଗଲେ କାନ ଯାକ ଝିକାଇ ହେବେ। ଏ କାନ ଯାକ ଏମିତି ହାତୀ ପରି ଧରି ବୁଲବାଟା ଭଲ ନାହିଁ ଆଜ୍ଞା। ପ୍ଲେନ୍ ଟିକେ ପ୍ଲେନ୍ ହେଲେ ବୋଲବେ କି ପ୍ଲେନ୍ କରି କାଟିଦିଅ। ବୁଝିପାରୁଛ କି ନାହିଁ? ଏମିତି ଦୁନିଆ। ଏଇଟା କାହିଁକି ଏଇପ୍ରକି ହେଉଛି? ଜଗତକୁ ଲୋକମାନେ ପସନ୍ଦ କରୁଛନ୍ତି। ଏବେ କୋଉ ହିରୋ ଗୋଟେ ଯଦି ଫାଟଲା ସାର୍ଟ ପିନ୍ଧିକି ଉଲ୍ଲଙ୍ଘନ ହେଇ ଯଦି ଗୋଟେ ବାହାରିଲା ବୋଲେ ମୁଇଁ ତାର ପରି ହେବି ବୋଲବେ। ବୁଝିପାରୁଛ କି ନାହିଁ? ଏମିତି ଦୁନିଆ ସେଟା। ଆଜି ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ଯେ ସଂସାରକୁ ପ୍ରେମ କରୁଥିବା ଲୋକମାନଙ୍କର ବିପଦ ବା ସଂସାରକୁ ପ୍ରେମ କରିବାର ବିପଦ, 3ଟା ବିପଦ ମୁଁ ଆପଣମାନଙ୍କ ନିକଟରେ ଅଳ୍ପ ସମୟ ରଖିବା ପାଇଁ ଚାହେଁ। ଯେ ସଂସାରକୁ ପ୍ରେମ କଲେ କ'ଣ ହୁଏ? ପରମେଶ୍ୱର ଆମକୁ ସଂସାରକୁ ପ୍ରେମ କରବାଟା ଶିଖାଇଲେ କି? ସେ ଆମକୁ କାହାକୁ ପ୍ରେମ କରିବାକୁ ଶିଖାଇଲେ? କାହାକୁ ପ୍ରେମ କରବାର? କାହାକୁ ପ୍ରେମ କରବା? ପିତା ମାତାକୁ ନେଇ। ହଁ, ବଢ଼ିଆ। କେତେ ସୁନ୍ଦର ଭାବରେ ଆମର ପୁଅ ଝିଅମାନେ ଦେଖନ୍ତୁ, ମାଥିଉ ଲିଖିତ ସୁସମାଚାର ବୋଧେ 22 ଅଧ୍ୟାୟ, ନାଇଁ କି? ପ୍ରଭୁ କାହାକୁ ପ୍ରେମ କରିବାକୁ ସେ ଆମକୁ
ଶିଖାଇଛନ୍ତି। 22 ଅଧ୍ୟାୟ 37 ପଦ ମୁଁ ପଢ଼ୁଛି। ସେ ତାଙ୍କୁ କହିଲେ, ତୁମେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର। କାହାକୁ ପ୍ରେମ କର? ପ୍ରଭୁ। ପ୍ରଭୁ ଆପଣା ଈଶ୍ୱର ସେ କିଏ? ସେ ହେଉଛନ୍ତି ଯୀଶୁଖ୍ରୀଷ୍ଟ। ତାହାଙ୍କୁ ହୃଦୟ ସହିତ, ଅନ୍ତଃକରଣ ସହିତ ତାଙ୍କୁ ପ୍ରେମ କର। ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର। ଆପଣା ସ୍ୱାମୀକୁ ସମାଦର କର, ପ୍ରେମ କର। ଆପଣା ସ୍ତ୍ରୀକୁ ଆତ୍ମତୁଲ୍ୟ ପ୍ରେମ କର। ଏଇଟା ପ୍ରେମ କରିବାକୁ ପରମେଶ୍ୱର ଆମକୁ ଶିଖାଇଛନ୍ତି। କେମିତି ସେ ଶିଖାଇଲେ? କେମିତି ଶିଖାଇଲେ? ଜିଭାରେ ନାହିଁ, ପ୍ରଥମରେ ସେ ଆମକୁ ପ୍ରେମ କରି ଶିଖାଇଲେ। ଆମକୁ ସେ ପ୍ରଥମରେ ପ୍ରେମ କରି ସେ ଶିଖାଇଛନ୍ତି। ତ ସଂସାରକୁ ପ୍ରେମ କରିବାର ବିପଦ କ'ଣ ରହିଛି? ଲୋଟ ସଦମ ଗମରାକୁ ବାଛିଲେ, ପସନ୍ଦ କରି ସଦମ ଗମରାକୁ ପଳାଇଲେ। ମାତ୍ର ସଦମ ଗମରା କ'ଣ ହେଇଗଲା? ଅଗ୍ନିବୃଷ୍ଟି ଦ୍ୱାରା। କୁହନ୍ତୁ, ଲୋଟଙ୍କର ଛେଳି ମେଣ୍ଢା, ଗାଈ ଗୁହାଳ, ଯେତିକି ଘର ଦ୍ୱାର, ଲୋଟ ସେହି ସ୍ଥାନରେ ରହି ଧର୍ମ ଜୀବନ ଯାପନ କଲେ ବୋଲି ସେଠିରୁ ଅବ୍ରାହମକୁ ପ୍ରଭୁ ପଚାରିଲେ, ମୁଁ ସଦମ ଗମରାକୁ ବିନାଶ କରିବି କି? ବୋଲେ ଅବ୍ରାହମ କହିଲେ, ପ୍ରଭୁ ସେଠି ଯଦି ଧାର୍ମିକ ବ୍ୟକ୍ତି ଯଦି ଜଣେ ଥିବେ ତାହେଲେ କ'ଣ ବିନାଶ କରିଦେବେ? ପ୍ରଭୁ କହିଲେ, ନାଇଁ, ଆମେ ବିନାଶ କରିବା ନାହିଁ। ସଦମ ଗମରାରୁ ଅବ୍ରାହମ ଅର୍ଥାତ୍ ପରମେଶ୍ୱର ସ୍ୱର୍ଗର ଦୂତ ପଠାଇ କ'ଣ କରୁଛନ୍ତି? ହାତ ଧରି ବାହାର କରି, ତୁମେ ପଳାଇ ଆସ, ଆମେ ସେ ସଦମ ଗମରାକୁ ବିନାଶ କରିବା। ସଦମ ଗମରା ବୋଲେ ଜଗତ। ଲୋଟ ହେଉଛନ୍ତି ମଣ୍ଡଳୀର ନିଦର୍ଶନ। ପୃଥିବୀରେ କେତେବେଳେ ବିପଦ ଆସିବ, କେତେବେଳେ ନିଆଁ ପଡ଼ିବ, କେତେବେଳେ ଅଗ୍ନିବୃଷ୍ଟି ହେବ, এই ପୃଥିବୀରେ କେବେ ନର୍କ ହେବ? ଯେବେ ପରମେଶ୍ୱରଙ୍କର ଦୂତମାନେ ମେଘମାଳାରେ ଆସିବେ, ଯୀଶୁଖ୍ରୀଷ୍ଟ ଆମକୁ ଜଗତରୁ ଉଠେଇ ନେଇଯିବେ, ତାପରେ এই ପୃଥିବୀର ବିପଦ ଦେଖିବେ। ଆମେ ଦେଖିବୁ ନାହିଁ। ଯେଉଁମାନେ ସଂସାରକୁ ପ୍ରେମ କରୁଛନ୍ତି ସେମାନଙ୍କ ପାଇଁ ବିପଦ ରହିଛି। ବିପଦ ରହିଛି। ଆମେ କାହାକୁ ପ୍ରେମ କରିବା? ଆମେ କାହାକୁ? ପ୍ରଭୁଙ୍କୁ। ପ୍ରଭୁଙ୍କୁ ବୋଲି କହିଲେ, ପ୍ରଭୁଙ୍କୁ ବୋଲି କହିଲେ କ'ଣ? ପ୍ରଭୁଙ୍କୁ ବୋଲେ ଫଟୋ ଗୋଟେ ଘରେ ରଖିଥିବା। ପ୍ରଭୁଙ୍କୁ ପ୍ରେମ କରିବାଟା ବୋଲେ ସେ ଯେଉଁ ଯେଉଁ କଥା ଗୁଡ଼ିକ କହିଛନ୍ତି ସବୁ ମାନବାଟା। ପ୍ରଥମ ଯୋହାନ 5:3 ପଢ଼। କାରଣ ଈଶ୍ୱରଙ୍କୁ ପ୍ରେମ କରିବାର ଅର୍ଥ ତାହାଙ୍କ ଆଜ୍ଞା ପାଳନ କରିବା। ଦେଖ, ସବୁ ସବୁ ପ୍ରଶ୍ନର ଉତ୍ତର ବାଇବେଲରେ ଅଛି। ତାଙ୍କୁ ପ୍ରେମ କରିବାଟା ବୋଲେ କ'ଣ? ଆଇ ଲଭ୍ ୟୁ ଜିଜସ୍, ଆଜି ଟିକେ ଚୁବାଇଲି। ଆଇ ଲଭ୍ ୟୁ ଜିଜସ୍, ଆଜି ଟିକେ ପିଇଲି। ଏଟା କି? ପରମେଶ୍ୱରଙ୍କୁ ପ୍ରେମ କରିବାଟା ବୋଲେ କ'ଣ? ସେ ଯେଉଁ ଯେଉଁ କଥା ଗୁଡ଼ିକ କହିଛନ୍ତି ସେଇ କଥା ଅନୁସାରେ ଆମେ ବଞ୍ଚିବାଟା। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁଙ୍କୁ ପ୍ରେମ କରିବାର ଅର୍ଥ କ'ଣ? ଚର୍ଚ୍ଚ ଆସିବାଟା କି? ସୁବିଧା ଥିଲେ ଆଇବୁ, ସୁବିଧା ଥିଲେ ନାହିଁ। ସବୁ ଜାଗାରେ ଯିବାକୁ ଆମକୁ ସମୟ ଥିବ। ନାଇଁ ଭାଇ, ମୁଁ ସନ୍ଧ୍ୟା ପ୍ରାର୍ଥନା ଆସିପାରିବି ନାହିଁ। ରାତିରେ ଯଦି ରାୟଗଡ଼ା ଯଦି ଭଡ଼ା ମିଳିବ ବୋଲେ ଘଣ୍ଟେ ଯାଇ ମଧ୍ୟ ଭଡ଼ା ମାରବା ହେଲେ ଯାଇ ହେବ ସେଠି। ଜଗଦଲପୁର ପର୍ଯ୍ୟନ୍ତ ମୁଁ ସନ୍ଧ୍ୟା ଭଡ଼ା ହେଲେ ଯିବି। ସନ୍ଧ୍ୟା ପ୍ରାର୍ଥନା ମୁଇଁ। ଓହୋ, তুমি কাক প্রেম করছ? ডাবুকু। ডাবু কোনটা? স্বর্গটা কি? ডাবু জগতরটা। যেতকি বিড়া বিড়া, কেত বিড়া রখিছন্তি ঘরে? বিড়া বলে বুঝি হেউ নাই, ঠিক ভলরে কইবি। কেত কেত পেড়ি, বুঝি হেলা তো? কেত পেড়ি ঘরে রখিছ, নেই হেব কি? কହୁଛି ନା, ଜଗତ ଯୁଜୁଟା ଆମକୁ ଦେଇଛି କି ନାହିଁ? ଗୋଟେ ଦିନ ଗଲାବେଳେ ସବୁ ଛାଡ଼ିକିନା ଯାଇ ହେବ। ପରମେଶ୍ୱର ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଲୋଟ ସଦମ ଗମରାକୁ ପ୍ରେମ କରି ଅବ୍ରାହମ ଠାରୁ ପୃଥକ ହେଲା ବେଳେ ପରମେଶ୍ୱର ପ୍ରେମ କରି ସେଠିରୁ ଅନୁଗ୍ରହ ସେଠୁ ବାହାର କଲେ।
ଲଟଙ୍କର ଯେତିକି ସବୁ ଧନ ସମ୍ପତ୍ତି ଥିଲା ସବୁ ପୋଡ଼ିଗଲା। ଆଇବାକୁ ମିଶା ଇଚ୍ଛା ନାହିଁ। ପରମେଶ୍ୱରଙ୍କର ଦୂତ ଜବରଦସ୍ତି ଧରି ଟାଣିକିନା ବାହାର କରି ଜବରଦସ୍ତି ଆଣିଲା ପରେ ଆଣୁଛନ୍ତି। ଲୋଟ କହୁଛନ୍ତି ଦେଖ ଦେଖ ମୋ ଦେଖ, ପଛଆଡ଼େ ଦେଖ ନାହିଁ। ଘର ଆମର ଯାଉ ଯୋଉଟା ଯାଉ ପଛଆଡ଼େ ଦେଖ ନାହିଁ ବୋଲେ ତାଙ୍କର ସ୍ତ୍ରୀ ମୁହଁ ବୁଲାଇକିନା ଦେଖୁଛନ୍ତି। ଦେଖୁ ଦେଖୁ କଣ ହେଲା, ସଦମ ଗମରାର ସେ ନିଆଁର ହାବାରେ ଲବଣ ସ୍ତମ୍ଭ ହେଇ ଖମ୍ବ ହେଇ ଏମିତି ଠିଆ ହେଇଗଲା। ଏକଲା ଏକଲା ଉଦ୍ଧାର ପାଇଲେ। ଚର୍ଚ୍ଚରେ ଆସି ପଛଘୁଞ୍ଚାର ଆତ୍ମା, ପୂର୍ବ କାଳର ଦାଦିଆନିର କଥା ମନେ ରଖିଥିବୁ ଆମେ। ଇସ୍ରାଏଲ ଲୋକମାନେ ଭାରି ସମୁଦ୍ର ପାର ହେଇ ପେଟ ଭର୍ତ୍ତି ଆଙ୍କି ନାକ ବାଟେ ମାଂସ ପେଟ ପୁର୍ତେ ଖାଇଲା ପରେ ନା ମିଶ୍ର ଏକା ଭଲ, ଏଇଟା କାଟ ଯାଇକରି ମାଟି ହାଣ, ରାତି ଦିନ ସେ ଫାର ଟିକେ ଖୁର୍ଡୁ ତୁମକୁ ଭଲରେ ଧରି ଚପୁ। ଆମକୁ ସେଇଟା ପସନ୍ଦ ନା। ମତେ କେ ହେଲେ ରାମପୁଡଲେ ହେତା, ପରିବାର ଚିହ୍ନ ଛତ୍ର ହେଲେ ହେତା, এইটা ଆମମାନଙ୍କୁ ପସନ୍ଦ। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ଜଗତକୁ ସଂସାରକୁ ପ୍ରେମ କରିବାର ବିପଦ। ଦେଖନ୍ତୁ ଆପଣମାନେ ମୋ ସହିତ ରୋମିଓ ପୁସ୍ତକ 12 ଅଧ୍ୟାୟକୁ ଆସିବେ। 12 ଅଧ୍ୟାୟ 2 ପଦ ପଢ଼ନ୍ତୁ। ତୁମ୍ଭେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଯେପରି ତୁମ୍ଭେମାନେ ଈଶ୍ୱରଙ୍କ ଇଚ୍ଛା କ'ଣ ଅର୍ଥାତ୍ ଉତ୍ତମ ସୁଗ୍ରାହ୍ୟ ଓ ସିଦ୍ଧି ବିଷୟ କ'ଣ ଏହା ପରୀକ୍ଷା କରି ଜାଣିପାର, ଏଥି ନିମନ୍ତେ ଆପଣା ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ। ଦେଖ ବହୁତ ବଢ଼ିଆ ପଢ଼ୁଛନ୍ତି, ମୁଁ ପଢ଼ୁଛି ହେଲା, ଠିକ ଅଛି। ତୁମ୍ଭେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ। ବର୍ତ୍ତମାନ ଯୁଗ ନାଇଁ କି, ବର୍ତ୍ତମାନ ଯୁଗ ଆହୁରି ଭବିଷ୍ୟତରେ ମିଶା ଗୋଟେ ଯୁଗ ଅଛି। ପୂର୍ବରେ ଗୋଟେ ଯୁଗ ଥିଲା, ଥିଲା କି ନାହିଁ? ସେଟା କୋଉ ଯୁଗ ବୋଲି ଆମେ କହିପାରିବା? ସେଟା ହଉଛି ନହଙ୍କ ସମୟର ଯୁଗ ନାଇଁ କି। ଏଟା ହଉଛି ବର୍ତ୍ତମାନ ଯୁଗ। ଏ ଯୁଗ ସରିଲା ପରେ ଆହୁରି ଗୋଟେ ଯୁଗ ଅଛି। ଏଟା ଅନୁଗ୍ରହର ଯୁଗ ବୋଲି ମଧ୍ୟ ଆମେ କହିପାରିବୁ। ଲେଖାଯାଉଛି ତୁମ୍ଭେମାନେ ଏହି ବର୍ତ୍ତମାନ ଯୁଗ, ବର୍ତ୍ତମାନ ଯୁଗ ବୋଲେ ସଂସାର, এই ବର୍ତ୍ତମାନର ଜଗତର ଅନୁରୂପୀ ହୁଅ ନାହିଁ। ଆମେ କାହାର ଅନୁରୂପୀ ହେବାର? କାହାର ଅନୁରୂପୀ ହେବାର? ଆମେ ବାଇବେଲର ଅନୁରୂପୀ ହେବାର। ବାଇବେଲ ଆମକୁ କ'ଣ କହୁଛି ସେଇଟା ଆମେ ଦେଖିବାର ଆବଶ୍ୟକ ରହିଛି। ନାଇଁ ଆମେରିକା ତ ଗୋଟେ ଖ୍ରୀଷ୍ଟିଆନ କଣ୍ଟ୍ରି, ଆମେରିକାର ଲୋକମାନେ ତ କେତେ ଝିଅମାନେ, ବଡ଼ ବଡ଼ ଯୁବା ଯୁବତୀ ଝିଅମାନେ, ସେମାନେ ହାଫ୍ ପ୍ୟାଣ୍ଟ ପିନ୍ଧି ଚର୍ଚ୍ଚ ଯାଉଛନ୍ତି, ମୁଁ ମଧ୍ୟ ଯିବି। ବାଇବେଲ କହୁଛି କି? ହଁ, ଏବେ ଦେଖ ଜଗତର ଷ୍ଟାଇଲ କ'ଣ, ଜଗତର ଷ୍ଟାଇଲ କ'ଣ ଦେଖ। ଗୋଟେ ବାକ୍ୟ ମୁଁ ପଢ଼ି ଦେଉଛି, 1 Corinthians 11 ଅଧ୍ୟାୟକୁ ଆସିବେ। ମୁଁ ପଢ଼ିବି ହେଲା, ଦୟାକରି କେହି ପଢ଼ିବେ ନାହିଁ, ମାଇକ୍ ବନ୍ଦ କରନ୍ତୁ। 11 ଅଧ୍ୟାୟ, 1 Corinthians 11 ଅଧ୍ୟାୟ ମୁଁ ପଢ଼ୁଛି 15 ପଦ, ଧ୍ୟାନ ସହିତ ଶୁଣିବେ। ଲେଖାଯାଉଛି କିନ୍ତୁ ସ୍ତ୍ରୀ ଦୀର୍ଘ କେଶ ରଖିଲେ ତା ପକ୍ଷରେ ତାହା ଗୌରବଜନକ। ନାଇଁ କି, ସ୍ତ୍ରୀ ମାନେ ଯେତେ ଲମ୍ବା ଚୁଟି ରଖିଲେ ମଧ୍ୟ ସେଟା ସୁନ୍ଦର, ସେଟା ଗୌରବର ବିଷୟ। ମାତ୍ର ତଳକୁ କ'ଣ ବୋଲି ଲେଖାଯାଉଛି? କାରଣ ଆବରଣ ସ୍ୱରୂପେ ତାର କେଶ ତାହାକୁ ଦିଆଯାଇଅଛି। 14 ପଦ, ପ୍ରକୃତି ନିଜେ କି ତୁମ୍ଭମାନଙ୍କୁ ଶିକ୍ଷା ଦିଏ ନାହିଁ ଯେ ପୁରୁଷ ଦୀର୍ଘ କେଶ ରଖିଲେ ତାହା ପକ୍ଷରେ ତାହା ଅପମାନଜନକ। ଏଇଟା ଗୋଟେ ନ୍ୟାଚୁରାଲି କଥା। ଏଟା ସଂସାର ଷ୍ଟାଇଲ କ'ଣ? ବେନି ଗାତି ବୁଲୁଛନ୍ତି, ବେଣି ଗାତି ଚର୍ଚ୍ଚରେ ୱାର୍ସିପ, ମୁଦି ପିନ୍ଧି କରି। ଏଟା ବାଇବେଲର ଷ୍ଟାଇଲ ନାହିଁ ତ? ହଁ, ବାଇବେଲର ଷ୍ଟାଇଲ କି? କୁହନ୍ତୁ ତ ଟିକେ। ନାକରେ ବି ପିନ୍ଧବେ, କାନରେ ମୁଦି ପିନ୍ଧି, ବେଣି ଗାତି ଚୁଟି ପୁରା ଥିବ ଲମ୍ବା ସଙ୍ଗେ,
प्रभु का धन्यवाद। क्या धन्यवाद करेंगे भैया, मुझे मालूम भी नहीं पड़ता। उसकी संगति में सदा रहूं। कोटी तुम चर्च रे अच, प्रभु तुम संगे ना, तुम पाखे ना, तुम इरिंडी के बोलबे गोटे अच्छी कि ना, तुम आको पाखे कोटी मिशा प्रभु नाई। खाली तुम्हें गाउच नाचुच, तुम शरीर तृप्ति खाली होची, गले बोले खाली दान देउचंती, ए सबारे नाचाइबार, से सबारे नाचाइबार, ए आराधना मीटिंग रे जाइकिना नाचाइबार, से बिचारा मा नाची 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 ढेमसा नाची नाची ए पिलाटो के चेकमेंट कला परी तांकर देह पूरा फ्री होची सिना, किछि काम को हेउ नै। बुझी पारछो कि नै? इट जगतर अनुरूप, जगतर स्टाइल कोन? बबिदा बल पर चुटी छाड़बार ना, सेतिपाई हमको धरिकिना रुमी मारबाक सुविधा हेबो। एटा जगतर स्टाइल। चुटी समान छाड़ी देथिबे, यार छाटना बार करी एपटे एंती करी काटी देथिबे। देखिछो कि नै? गोटे दिन गोटे लोक डॉक्टर पाखु गला, डॉक्टर पाखु गला, से कहला आज्ञा मोर बाहा पटर आखि टिके दुसु नाई, दुसु नाई बोलला को डॉक्टर मेडिसिन केमतीटा लगले जान तो बाहा पटर आखि टिके दुसु नाई आज्ञा बोलला को से मेडिसिन लगले तुम्हें कोइच गोटे किनि नियो आ ए साइड रो चुट्टी काट। अरे एपट स्टाइल को एतकी छाड़ितले दुसबो की? बुझी पारछो कि नाही? एमिति पेमाल्या माने अछंती, आखि दुसु नाई। अरे चुटी डाबी हेतले को बार दुसबो? प्रकृति लज्जा ना लागु नाही। मु जगतर लोक मान कथा कहू नाही, चर्च रे थिबा लोक मानकर स्वभाव कल्चर बाइबल हमकु सिखाए सेटा। जगतर अनुरूपी नाही से पास्टर रो पुओ कि नाही, से कि नाही फाटला पेंट पिंधिची, बाबा ए जंग पटे फाटला गोट किनि दियो। सीधा गोटे गोरंडा न रुमाल गोट किनि देबो, आटा बांध दे बोल रे बाबू तू ए एरिया को मान नाही बोलबा कथा आगा। फाटला के पिंधबे? बाया लोग पिंधबे। से मान किणी आनी घरे चिरुचंती। बुझी पाछो कि नाही? ए बिल काटला बेले मान घर घर मुई बोली देखबी, ए पारिंग पेंट जाओ केतरा भल भलटा बोले तांकर पसंद रो आसु नाही, ए जिन किणी धरि आइबे, भलटा किणी धरि आइबे, आनी करी ताकू पिन रे गोटे गोटे सूता एंती छड़ाई छड़ाई ब्लेड रे काटी काटी से सूता जाको झिकी देउथिबे। झिकी देले सेटा झलर मलर हेकिना से माने बुलुचंती। एटा कोड स्टाइल? एटा हमर ख्रिस्टियन लोक मानकर स्टाइल नाही, एटा जगतर स्टाइल। लेखा जाउची वर्तमान जुगर अनुरूपी हो नहीं, जगतर स्टाइल मारबार नहीं। कहीं स्टाइल मारबार नहीं? प्रथम जोहन 5 अध्याय 19 पद, 5 अध्याय 19 पद लेखा जाए, आम्भे माने जे ईश्वर ठारू जात, आमे कार ठारू जात? जगतरु आमे जात नहीं। आमे सेतिपाई आमे जगतर अनुरूपी हेबार नहीं, जगतर स्टाइल मारिबार नहीं। लेखा जाए आम्भे माने जे ईश्वर ठारू जात और समस्त जगत जे पाप आत्मार अधीन, यह आम्भे माने जानू। पाप आत्मार अधीन रहा पसंद लगुच कि? पसंद लगुच रहा को? कि दरकार अच्छे आमको? जगतर लोक माने आमे राखी बांधबार की? के बांधा हेलो? के बांधलु आमे? के नहीं? कहीं एटा होची बाइबल रो परंपरा नहीं, एटा होची जगतर परंपरा। नाई बिलाई पुणी एंती रास्ता क्रॉस करी गले पुणी कोठी जीबार नहीं। बिलाई को तुम डरुच? तुम पावरफुल, भयंकर पावरफुल तुम्हें। बिलाई डरना माने गिरना गले उलसु थिबे। बाइबल चिपी भूलबे भाई, कोठी टेंडका टिके पतर टिके फड़ करी आले तुमको तीन थर लाल तुके। बुझी पारतो कि नहीं? बाइबल मुना कांद्रे थिबो,
ଓଳା ହେଇକିନା ଯିବେ ପାଷ୍ଟର ପରି ହେଇକିନା ଭୟଙ୍କର ଆମ ଚର୍ଚ୍ଚର ବେଳେ ବେଳେ ନେଇକି ମୋ ରବିବାର ଦିନ କହୁଥିଲେ ତାଙ୍କର ଚର୍ଚ୍ଚ ସବୁଠାରୁ ବୟସରେ କମ୍ ଆମର ସାମୁଏଲ ଭାଇ ମାତ୍ର ସମସ୍ତେ ତାଙ୍କୁ ମାନବେ ବୋଲି କହିଲେ ନେଇକି ବେଳେ ବେଳେ ରେଡି ହେଇପାରିଲେ ପାଷ୍ଟର ଠାରୁ ମଧ୍ୟ ବିଶ୍ୱାସୀ ମାନେ ଭୟଙ୍କର ଷ୍ଟାଟସ୍ ନେଇକି ଭଲ କଥା ସେମିତି ରହିବାର ଆବଶ୍ୟକ ରହିଛି ସେମିତି ଚାଲି ଯାଉ ଯାଉ ଯଦି ବାଉଁଶ ପୁଟା ପାଖରେ କିଛି ବଡ଼ କଲେ ଏମିତି ତୁକି ହେଲେ କି ଫାଇଦା କୁହ ତ ବାଇବେଲ ଓଳା ଯାଇଛ ତୁମେ ଗୋଟେ ପ୍ରଭୁଙ୍କର ଲୋକ ଭୂତ ଧରିଦେବ ତୁମକୁ ରବିବାର ଦିନ ପ୍ରାର୍ଥନା ନ ଆସି ଖାଇବାରେ ବୁଲବାରେ ବ୍ୟସ୍ତ ହେଲେ ନିହାତି ଭୂତ ଧରିବ ସତ କି ନାହିଁ ଭୂତ ଧରିବ ଆହୁରି ଯେ ଖେଦେଲେ ବି ଯିବେ ନାହିଁ କେମିତି ଯାଉଛନ୍ତି ସେଇଟା ଆଶ୍ଚର୍ଯ୍ୟ ଲାଗୁଛି ଖେଦେଲେ ମିଶା ଯିବେ ନାହିଁ ବହୁତ ଡେଞ୍ଜର ସେଇଟା ଯାକ ହେଲା ବହୁତ ସତର୍କ ଆମେ ହେବାର ଆବଶ୍ୟକ ରହିଛି କାହିଁକି ତାକୁ ଭୋଗ ଆଧାର ଦେବାଟା ଛାଡ଼ିକିନା ଆମେ ଆସିଛୁ ସେଥିପାଇଁ ଲେଖାଯାଉଛି ତୁମ୍ଭମାନଙ୍କର ବିପକ୍ଷ ଶୈତାନ ସିଂହ ପ୍ରାୟ ଗର୍ଜନ କରି ଖାଲି ବୁଲୁଛି କି ଖୋଜି ବୁଲୁଛି ଏ ଶବ୍ଦ ଯାକ ମୋତେ ବେଶୀ ଡର ଲାଗିବ ବୋଲେ ବହୁତ ସତର୍କ ହେଇଯାଏ ସତ କି ନାହିଁ ପୋଲିସ ଆସିଛନ୍ତି ପୁଣି ଆସିଛନ୍ତି ଦୌଡ଼ି ଆଣିଛନ୍ତି ବୋଲେ କେମିତି ଲାଗିବ ବନ୍ଧୁକ ଆଣିଛନ୍ତି ବୋଲେ କେମିତି ଲାଗିବ ଖାଲିଟାରେ ଆସିଛନ୍ତି ବୋଲେ ଅଲଗା କଥା ଫାୟାରିଂ କରିବା କାରଣ ବନ୍ଧୁକ ଧରି ଆସିଛନ୍ତି ବୋଲେ କେମିତି ଲାଗିବ ସେ ଖାଲି ବୁଲୁଛି କି ବୁଲୁଥାଉ ତାନେ ବୋଲି ହେବ ଏବେ ଏପଟେ ସାପ ଆସିଲେ ଆସିଛି ତ ଆସୁ ବୋଲି ହେବ ବିଷ ଧରି ବୁଲୁଛି ମନେ ରଖନ୍ତୁ ଏଇଟା ସାପ ପାଖରେ ବିଷ ଥାଏ ଶୈତାନ ଖୋଜି ବୁଲୁଛି କାହିଁ ଖୋଜି ବୁଲୁଛି ଗ୍ରାସ କରିବାକୁ ଜଗତର ବିପଦ ରହିଛି ଆମେ ଜଗତର ଅନୁରୂପୀ ହେବାର ନାହିଁ କୋଉ ଖ୍ରୀଷ୍ଟିଆନ ମଦ ପିଉନାହାନ୍ତି ଯେ ମୁଁ କେବେ ପିଇଲି କି ଆଜ୍ଞା ପ୍ରାଚୀନ ପ୍ରଚାରକ ମାନଙ୍କୁ ଜବାବ ମୁଁ ସିରିଏଲ ପିଉଛି କି ସବୁବେଳେ ପିଉଛି ମୁଁ ତାର ଠାନ ସବୁଦିନ ବସୁଛି ଯେ ଆଜି ସିନା ବସିଲି ମୁଁ ପେପେ ଠାନ ସବୁଦିନ ଯାଉଛି ଲେଞ୍ଜ ଲେଞ୍ଜ ଆରେ ସବୁଦିନ ନାହିଁ ଗୋଟେ ଦିନ ବି ଯିବାର ନାହିଁ ଆମେ ପେପେ ପରି ହେବାର କି କୁହନ୍ତୁ ତ କି ଦରକାର ଅଛି ଆମକୁ ଯିବାକୁ ଯିବାର ନାହିଁ ଆମେ ଯୀଶୁର ପିଲା ହେଲୁ ବେ ଆମେ ସେ ବାହାରେ ଥିଲୁ ଅଳିଆ ଆବର୍ଜନା ଖାଇକିନା ଜରି ବେଟି ବଟଲ ବେଟି ବୁଲିଲା ପରେ ଆମେ ବୁଲୁଥିଲୁ ଆମେ ପ୍ରଭୁ ସେଠିରୁ କଢ଼ାଇକିନା ଆମକୁ ଗୋଟେ ଉତ୍ତମ ସ୍ଥାନରେ ଆଣିଛନ୍ତି ଆମେ କାହିଁକି ଆମେ ସେଠି ଯିବୁ ଆମେ ସେମାନେ ଆମର ଠାନେ ଆଇବାର ଅଛି ପ୍ରେଜ୍ ଦ ଲର୍ଡ ସେମାନେ ଆଇବାର ଅଛି ଆମର ପାଖରେ ଆରେ କେମିତି କରି ଗାଧାଉଲି ରେ ପୁରା ସଫା ଦିଶୁଲି ମୋ ଠାନେ ମିଶିକରି ଗାଧାଇବା ନାଇଁ କି ଆମର କିଟକିଟାଟା ସେମାନେ ଶିଖିବେ କି ଆରେ ବଢ଼ିଆ କିଟକିଟା ଦିଶୁଛୁ ରେ ମିଣ୍ଟ ମିଠା ଦିଶୁଛୁ ରେ ଆରେ ଗୋଡ଼ ପୁଛବା ବାସ୍ତା ପରି ଦିଶୁଛୁ ଆରେ କେମିତି କଲେ ହେଉଛୁ ରେ ବୋଲି ଆମର ଶିଖିବେ କି ସେମାନେ ଆମ ଠାରୁ ଲୋକମାନେ ଶିଖିବାର ସତ କି ନାହିଁ ଶିଖିବାର ଅଛି ଆମେ ଜଗତର ଅନୁରୂପୀ ହେବାର ନାହିଁ ଆମେ କୋଉ ଖ୍ରୀଷ୍ଟିଆନ ମଦ ପିଉନାହାନ୍ତି ସବୁବେଳେ ପିଉଛି କି ମୁଇଁ ପିଉ ନାହିଁ ନା ଆଜି ମୋର ଅଜା ମଲେ ବୋଲି ଟିକେ ପିଇଲି ମୋର ଅଜା ଗୋଟେ ଚାଲିଗଲେ ଏତେ ବଡ଼ ଅଜା ଅଜା ବୋଲେ ବଡ଼ ଥିବେ କି ନାହିଁ ତୁ ୟାର ବଡ଼ ହେବ କି ପଛେ ଜନ୍ମ ହେଲେ ଲୋ କୁହ ତ ଏତେ ବଡ଼ ଅଜା ବୟସ୍କ ଅଜା ଚୁଟି ପାଚି ଥିଲା ତାଙ୍କର ମରିଗଲେ ଆର୍ ତାଙ୍କର ଦୁଃଖର ବେଲେ ଯଦି ଟିକେ ପିଇବି ନାହିଁ କି ଖ୍ରୀଷ୍ଟିଆନ ବାପରେ ଦୁଃଖର ବେଲେ ପୁଣି ଗୁଡ଼ିକ ନ ପୁଣି ପୁଣି ଖ୍ରୀଷ୍ଟିଆନର ଭ୍ୟାଲୁ ନାହିଁ ପୁଣି ବା 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 ସବୁବେଳେ କ'ଣ ଡେକ୍ ସେଟ୍ ଲଗାଇ ନାଚୁଛୁ କି ଆଜ୍ଞା ଖ୍ରୀଷ୍ଟମାସ ସମୟରେ ଟିକେ ଢେମସା ନ ଧରିଲେ ଆର୍ ଆମର କି ଭ୍ୟାଲୁ ରହୁଛି ବାପରେ ଏମାନେ ଢେମସା ଧରିଦେଲେ ଭୟଙ୍କର ଭ୍ୟାଲୁ ହେଉଛି ପବିତ୍ର ଜୀବନ ବିତାଇଲେ ପୁଣି ଏମାନଙ୍କୁ ଭ୍ୟାଲୁ ନାହିଁ ଦେଖ ତ ଏଇଟା ସଂସାରର ଷ୍ଟାଇଲ କହୁଛି ନା କେତେଟା ମଦୁଆ ସେମାନଙ୍କୁ ଖାନଦାନରେ ନ ମିଶାଇଲେ ଅଲଗା ହେଉଛନ୍ତି ସେମାନେ ଅଲଗା ସେମାନଙ୍କ ଡେକ୍ ସେଟ୍ ଆଣି ସେମାନେ କୁକୁଡ଼ା ମାରି ମଦ ପିଇ ଅଲଗା ସାହି ଦୂରକୁ ନେଇ ମାଇକ୍ ସେଟ୍ ଲଗାଇକିନା କଟାର ପଟେ ଯାଇକିନା ନାଚୁଛନ୍ତି ଏମାନଙ୍କୁ ନେବାକୁ ପ୍ରଭୁ ଆସୁଛନ୍ତି କି ଏମାନଙ୍କୁ ଛାଡ଼ବେ ଆର୍ ଯିବେ ବୁଝିପାରୁଛ କି ନାହିଁ ପରମେଶ୍ୱର ଆମମାନଙ୍କୁ ଦୟା କରନ୍ତୁ ଆମେ କ'ଣ କରିବା ସଂସାରକୁ କେବେ ମଧ୍ୟ ଆମେ ପ୍ରେମ କରିବାର ନାହିଁ କାହିଁକି ଏହି ଜଗତ ପାପ ଆତ୍ମାର ଅଧୀନରେ ଅଛି ଆଉ ଯେ ଜଗତକୁ ପ୍ରେମ କରିବ ସେ ପାପ ଆତ୍ମାର ଅଧୀନକୁ ପଳାଇବ ସେ ଆମେ ପାପ ଆତ୍ମାରେ ଆମେ ଚାଲୁନୁ ଆମେ ପବିତ୍ର ଆତ୍ମାରେ ଆମେ ଚାଲୁଛୁ ଆମେ ପବିତ୍ର ଆତ୍ମାଙ୍କ ଦ୍ୱାରା ପ୍ରତିଦିନ ଆମେ କଥାବାର୍ତ୍ତା ହେଉଛୁ ପବିତ୍ର ଆତ୍ମାଙ୍କ ଦ୍ୱାରା ପ୍ରତ୍ୟେକ କାମ ଆମେ କରୁଛୁ ସଂସାରକୁ ପ୍ରେମ କରିବା ଲୋକ ମିଛ କହିବାଟା ସେମାନେ ଛାଡ଼ବେ ନାହିଁ ଜାଣିଛନ୍ତି କି ନାହିଁ
ମିଛ ନ କହିଲେ ସେମାନଙ୍କୁ ପେଟ ପୂର୍ବ ନାହିଁ, ଆର ତାର କଥା ନ କହିଲେ ସେମାନଙ୍କୁ ପେଟ ପୂର୍ବ ନାହିଁ, ଲୋକଙ୍କୁ ଅହଙ୍କାର ନ ହେଲେ ସେମାନଙ୍କୁ ପେଟ ପୂର୍ବ ନାହିଁ। ସଂସାରକୁ ପ୍ରେମ କରିବା ଲୋକମାନଙ୍କର ଗୁଣ ସେଟା। ଆମେ ସଂସାରକୁ ପ୍ରେମ କରିବା ନାହିଁ, ନହେଲେ ଆମେ କ'ଣ ହେବା, ପାପ ଆତ୍ମାର ଅଧୀନକୁ ଆମେ ପଳେଇ ଯିବାର ସମ୍ଭାବନା ଅଛି। ପରମେଶ୍ୱର ଆମମାନଙ୍କୁ ଦୟା କରନ୍ତୁ। ଦ୍ୱିତୀୟ ବିଷୟ, ପ୍ରଥମ ଯୋହନ, ସେଇ ପ୍ରଥମ ଯୋହନ 2 ଅଧ୍ୟାୟ 15 ପଦ ମୁଁ ପଢ଼ୁଛି, ଆପଣମାନେ ଦେଖିବେ। ଲେଖାଯାଏ, ସଂସାର କିଏ ବା ସେଥିରେ ଥିବା ବିଷୟ ସବୁକୁ ପ୍ରେମ ନ କର। କେହି ଯଦି ସଂସାରକୁ ପ୍ରେମ କରେ, ପିତାଙ୍କ ପ୍ରେମ ତାହାଠାରେ ନାହିଁ। ସଂସାର କିଏ ବା ସଂସାରରେ ଥିବା ବିଷୟ ସବୁକୁ ତୁମେ କ'ଣ କର ନାହିଁ? ପ୍ରେମ କର। ସଂସାରରେ ଗୁଡ଼ାଏ ବିଷୟ ରହିଛି ଯେଉଁଟାକି ଆମକୁ ପ୍ରଭୁଙ୍କ ଠାରୁ ଅଲଗା କରିବା ପାଇଁ। ପ୍ରଭୁଙ୍କ ଠାରୁ ଦୂରକୁ ଯିବା ହେଲେ ଗୋଟେ ସିନେମା ଗୀତ ହେଲେ ହେଲା ବି କି ନାହିଁ? ଇୟରଫୋନ୍ ଲଗାଇଲ, ଶୁଣିଲ, ଗଲ। ଏମିତି ଟିକି ନିକି ଅନେକ ଗୁଡ଼ିଏ ବିଷୟ ରହିଛି ଯେଉଁଟାକି ଆମକୁ କ'ଣ କରେ? ପ୍ରଭୁଙ୍କ ଠାରୁ ଅଲଗା କରିଦିଏ। ସଂସାର କିମ୍ବା ସେଥିରେ ଥିବା କୌଣସି ବିଷୟକୁ ଆମେ ପ୍ରେମ କରିବାର ନାହିଁ। ସଂସାରରେ ଘର ଅଛି କି ନାହିଁ, ସୁନା ଅଛି କି ନାହିଁ, ଗାଡ଼ି ଘୋଡ଼ା ସଂସାରର କି ନାହିଁ, ଏଟା ମୋବାଇଲ, ଆଇଫୋନ୍, ଅଜା ଫୋନ୍, ମାମୁଁ ଫୋନ୍, ନାଇଁ କି? ଏଇଟା ମାନେ କେଉଁଠିର? KTM KTM ଗାଡ଼ି ମାନଙ୍କର ନାଁ ମିଶା, ନାଇଁ କି? କେରେ କାକୁର୍ତି, ଟିରେ ଟାଙ୍ଗରୁ ମୁଣ୍ଡା, ଏମ୍ରେ ମଦୁଆ। କେମିତି ଫୁଲ ଫର୍ମ ଗୁଡ଼ିକ ଭାବନ୍ତୁ ତ। ସେ ଆଗରେ ଚାଲାଇବା ଲୋକ ପୁଣି ଖାଲେ ବସିବ, ପଚର ଲୋକ ପୁଣି ତାର ଖାନ୍ଦେ ବସିଥିବ। ମରିଯାଏ କି ନାହିଁ? ମୁଇଁ ହେଲେ ପଛରେ ବସାଏ ମୋତେ ନେଉଥିଲେ, କମ୍ ଥରେ ଟିକେ ଛେଚଲା ପରେ ହେଲେ ଖାନ୍ଦେ ଟେକାଇ ତାର ଖାନ୍ଦେ ଟେକାଇ ଦେବାର, ବୁଝିପାରୁଛ କି ନାହିଁ? ସେ ସମ୍ଭାଳିକିନା ନେଉଛି କି ନାହିଁ ପରେ ଦେଖବାର। ଖାନ୍ଦେ ଟେକାଇ ଦିକା ହେଇଗଲା ଦରବାର କି ପାଟାଲି ଦେବ, ବୁଝି ଏମିତି ଗାଡ଼ି ନାଇଁ। ବାବା ମକେ KTM ଦରକାର, ପଲ ଲଗେ ଯାଏ ପିଟି ହେବି, ପିଟି ହେଇ ମରୁଛନ୍ତି। ବୁଝିପାରୁଛ କି ନାହିଁ? ନ୍ୟୁଜ୍ରେ ଆସିଥିଲା KTM ନେଲା 3 ଜଣଙ୍କ ଜୀବନ ବୋଲେ ମରିଯାଏ ହେବ କି ନାହିଁ? ସେମାନେ କହିବା ଶୈଳୀ ମିଶା ନ୍ୟୁଜ୍ ବାଲା ମାନେ। KTM ଯୋଗୁଁ 3 ଜଣଙ୍କର ମୃତ୍ୟୁ, KTM ନେଇଗଲା 3ଟି ଯୁବାର ଜୀବନ। ବାପରେ, ସେ ଗାଡ଼ି ପୁଣି ସ୍ପିଡ୍ ଆକା ଚଲାଇବା ନିୟମ ପୁଣି ସେଟା। ଆରେ ମଦୁଆ ଗାଡ଼ି ଆଉ କେମିତି ଚଲାଇବାର ସେଟା? ଆରେ ଏଇଟା ସବୁ ସଂସାର। ଆଉ ଏଟାକୁ ଯେ ପ୍ରେମ କରିବ କି ନାହିଁ, ବିପଦ ସେଇଟା। କାହିଁକି ଆମେ ପ୍ରେମ କରିବା ନାହିଁ? ଦେଖନ୍ତୁ, ଏ ଜଗତକୁ ବେଶୀ ପସନ୍ଦ କରିବା ଲୋକମାନଙ୍କ ପାଇଁ ଆମେ ସତର୍କ ହେବା। ସେଥିପାଇଁ ପରମେଶ୍ୱର ଏହି ବାକ୍ୟ ଗୁଡ଼ିକ ଆମକୁ ଦେଉଛନ୍ତି। 2 ପିତର 3 ଅଧ୍ୟାୟ 7 ପଦରେ ଲେଖାଯାଉଛି କ'ଣ ବୋଲି? ପୁଣି ଏହି ବର୍ତ୍ତମାନ ଆକାଶମଣ୍ଡଳ ଓ ପୃଥିବୀ ସେହି ବାକ୍ୟ ଦ୍ୱାରା ଅଧାର୍ମିକ ଲୋକମାନଙ୍କର ବିଚାର ଓ ବିନାଶ ଦିନ ପର୍ଯ୍ୟନ୍ତ ସଞ୍ଚିତ ହୋଇ ଅଗ୍ନି ନିମନ୍ତେ ରକ୍ଷିତ ହୋଇଛି। ନାଇଁ କି? ଏ ଜଗତ ଅଗ୍ନି, ଅଗ୍ନି ବୋଲେ ଜୟ, ନିଆଁ, ନାଇଁ କି? ନିଆଁରେ ପଡ଼ବାକୁ ଶ୍ରଦ୍ଧା କି ନାଇଁ ନା? ଆମେ ସେଠି ପୃଥକ, ପ୍ରଭୁ ଆମକୁ ସେଠି ପୃଥକ କରିଛନ୍ତି। ସେଥିପାଇଁ ଆମେ ସଂସାରକୁ ବେଶୀ ଲାଳାୟିତ ହେବା ନାହିଁ, ସଂସାର ପ୍ରତି ଆମେ ବେଶୀ ଆସକ୍ତ ହେବା ନାହିଁ। ପରମେଶ୍ୱର ଆମକୁ ଯଦି ଯାହା ବି ଆମକୁ ସେ ଦେଉଛନ୍ତି ଆମେ ଉପଭୋଗ କରିବା, ମାତ୍ର ଆସକ୍ତ ଆମେ ହେବା ନାହିଁ। ଶେଷ ବିଷୟ ଆମେ ଦେଖିବା। ମାଥ୍ୟୁ ଲିଖିତ ସୁସମାଚାର 6 ଅଧ୍ୟାୟ 19 ଆଉ 20 ପଦ ମୁଁ ପଢ଼ୁଛି। ଯେଉଁଠାରେ କୀଟ ଓ କଳଙ୍ଗ କ୍ଷୟ କରେ, ପୁଣି ଚୋରମାନେ ସିନ୍ଧି କାଟି ଚୋରି କରନ୍ତି, ଏହି ପୃଥିବୀରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର ନାହିଁ,
ମାତ୍ର ଯେଉଁଠାରେ କୀଟ ଓ କଳଙ୍ଗ କ୍ଷୟ ନ କରେ ଏବଂ ଚୋରମାନେ ସିନ୍ଧି କାଟି ଚୋରି ନ କରନ୍ତି, ଏପରି ସ୍ୱର୍ଗରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର। ନାଇଁ, ପଇସା ଆମେ ସଞ୍ଚୟ କରିବାର ଅଛି, ମାତ୍ର କାହିଁକି ସଞ୍ଚୟ କରିବାର ଅଛି? ଆମେ କାହିଁକି ସଞ୍ଚୟ କରିବାର ଅଛି? ଆମର ଆବଶ୍ୟକ ପାଇଁ, ପୁଅ ଝିଅମାନଙ୍କର ପାଠ ପଢ଼ା ପାଇଁ, ଭଲ ମନ୍ଦ ଜମାଇକିନା ମୋର ଆକାଉଣ୍ଟରେ ଏତିକି ଅଛି ବୋଲି ଦେଖାଇବାକୁ କି? ହଁ, ଦେଖ ଭାଇ ମେସେଜ ପଳାଇଲା, ଡିପୋଜିଟ୍ ହେଲା। ତୁଇ ଦେଖୁଥା, দেখ তুই দেখবু বলে তোমার ঘরে যদি করেন্ট পড়াইলে দুষু নাই বলে ইনভর্টর লাইট অছি, ইটি গোটে বল্ব তোতে দাঁড়ে বাহার করে দেবু, তুই দাঁড়ে বসি দেখুথা, আমকু কোণ দেখাউছু তুই? ধন সঞ্চয় নাই ম তেନ୍ତୁଳି ସହିତ ଝଳ ଫଳ କରି ଖାଇବା ସିନା ସେଠି ଡାବୁ ବେଟ ନାହିଁ। ନାଇଁ 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 ବେଟ ନାହିଁ, ବେଟ ନାହିଁ। ମଲେ ବୋଲେ କେ ହେଲେ ଖାଆନ୍ତୁ ନାଇଁ, ବେଟବାର ନାହିଁ ସେଟା। ସେଠି ଉନା କରବାର ନାହିଁ କି ସେଠି ଦୁନା ମିଶ ଲେଖା ଯାଉଛି ତୁମେ କ'ଣ କରିବ ନାହିଁ? ଧନ ସଞ୍ଚୟ করব না। କାହିଁକି ଧନ ସଞ୍ଚୟ କରିବ ନାହିଁ? କିଛି ନେବାଟା ତ ନାହିଁ। ଆଉ এইসব বিষয়କୁ ଆମେ ଜାଣ, ଏଇଟା ହେଉଛି ବାଇବେଲର ସତ୍ୟ, ଏଇଟା ପରମେଶ୍ୱରଙ୍କର ସତ୍ୟତା। ପ୍ରିୟ ଭାଇ ଭଉଣୀ, ଆଇବ କହିଲେ ମୁଁ ଉଲଙ୍ଗ ଆସିଛି, ଆଇଲା ବେଳେ ମୁଁ କେମିତି ଆସିଛି? ଉଲଙ୍ଗ। ଆଜିକାଲି ବିଶ୍ୱାସୀ ମାନେ ସାର୍ଟ ପିନ୍ଧି ଆସିଥିଲେ, କାର ମାନ ଧରି ଆସିଥିଲେ, ସେମାନେ ଗଞ୍ଜି ପିନ୍ଧି ଆସିଥିଲେ, ଆଇଫୋନ ଯାକ ଧରି ଆସିଥିଲେ, କି ଖୋଜି ବୁଲୁଛନ୍ତି। ଖୋଜବାର ନାହିଁ, ଦରକାର ଅଛି, ଠିକ ସମୟରେ ପ୍ରଭୁ ଦେବେ। ଆମର ଆବଶ୍ୟକ ପ୍ରଭୁ ପୂରଣ କରିବେ ନା ଆମର ଲାଳସା ପୂରଣ କରିବେ? ଆମର ଆବଶ୍ୟକ ପ୍ରଭୁ ପୂରଣ କରିବେ, ତାଙ୍କର କୌଣସି ଅଭାବ ନାହିଁ, ମାତ୍ର ଆମର ଅଭିଳାଷ ସେ ପୂରଣ କରିବେ ନାହିଁ। ଲାଳସା, ଏଟାকে ଦେଖି ଲାଲ ଗିଲି, ସେଟାকে ଦେଖି ଲାଲ, ପ୍ରଭୁ ସେସବୁ ପୂରଣ କରିବେ ନାହିଁ। ଯେ ତୁମେ ଧାଇଁକିନା ନିଜ ଜୀବନକୁ ବାଜି ଲଗାଏ ତୁମେ ସେଇଠୁ ଆସକ୍ତ ହେଉଛ, ହଇରାଣ ହେବାଟା ନିଶ୍ଚୟ ହଇରାଣ ହେବ, ବେଶୀ ଦୂରକୁ ନାହିଁ, ନିଶ୍ଚୟ ହଇରାଣ ହେବାଟା ହେବ। ପରମେଶ୍ୱର ଆମମାନଙ୍କୁ ଦୟା କରନ୍ତୁ, ଆମେ এই ପୃଥିବୀରେ ଆମେ ଧନ ସଞ୍ଚୟ କରିବା ନାହିଁ, ସଂସାରରେ ଆମେ ଧନ ସଞ୍ଚୟ କରିବା ନାହିଁ। କୋଉଠି ସଞ୍ଚୟ କରିବା? ଯୋଉଠିକି ଚୋରମାନେ ଚୋରି କଲେ ମଧ୍ୟ ଚୋରି କରିପାରିବେ। ଯେଉଁମାନେ ପାଳକମାନଙ୍କୁ ଦାନ ଦେଇଦେଲେ, ନାଇଁ କି? ଏବେ ଘରେ ଆମେ ଡାବୁ ରଖିଥିଲେ ପୁଟ ପୁଟ ହେଇ ହେବ କି ନାହିଁ? ହେଇ ହେବ କି ନାହିଁ? ଏବେ ଆଜି ଜମା ଜମା ଲକ୍ଷେ ହେଲା, 2 ଲକ୍ଷ ହେଲା, 5 ଲକ୍ଷ ହେଲା, ଠେଙ୍ଗା ଆଣମ ଶୋଇବେ ନାହିଁ, ମୂଷା ଡେଗାଇଲେ ଚେତନା ହେଇ ହେବ। ପାଖାପାଖି 10 ଲକ୍ଷ ହେଇଗଲା ଘରେ, ମାଟି ଘର ସେଟା। ଏ ଝରକା, ଆମର ଝରକା ମାନେ ଏମିତି କଲେ ବେଠି ହେବ, ବୁଝିପାରୁଛ କି ନାହିଁ? ହଁ, ଯଦି ଗୋଟେ ଏବେ ଗୋଟେ ନ୍ୟୁଜ୍ ଗୋଟେ ଆମେ ଦେଖୁଥିଲୁ ନା, ଗୋଟେ ଚର୍ଚ୍ଚରେ ପଶି 20 ଲକ୍ଷ ନା କ'ଣ 4 ଲକ୍ଷ କ'ଣ ନେଇଗଲେ, ଘରେ ରଖିଲେ ପୁଟିପୁଟି ହେବ କି ନାହିଁ? କୋଉଠି ରଖିଲେ ଚୋର ନେବେ ନାହିଁ ସେ ପଇସାକୁ? ବ୍ୟାଙ୍କରେ, ସୁନାକୁ ବ୍ୟାଙ୍କରେ ରଖୁଛନ୍ତି, ଜାଣିଛନ୍ତି କି ନାହିଁ? ଲକରରେ ଟଙ୍କାକୁ ବ୍ୟାଙ୍କରେ ରଖି ଦେଉଛନ୍ତି। କିଛି ମୋର ଧନ ସେଠି ରହିଲା ମାନେ, କହିବାର ଅର୍ଥ କ'ଣ? ଯେଉଁମାନେ ଏଇ ବ୍ୟାଙ୍କରେ ଜମା କରିଛନ୍ତି, ଯେଉଁମାନେ ଘରେ ରଖିଛନ୍ତି, ସେହିପରି ଜମା କରିବା ପାଇଁ ବାଇବେଲ ଆମକୁ କହେ ନାହିଁ। ଆମେ କୋଉଠି ଜମା କରିବା? ଆମର ଜମା କରିବା ପାଇଁ ସ୍ୱର୍ଗର ଗୋଟେ ବ୍ୟାଙ୍କ ପ୍ରଭୁ ଦେଇଛନ୍ତି। ଗତ ଦିନ ମାନଙ୍କର ଆମର ମିଟିଂ ହେଲା, କେତେଟା ଭାଇ ଭଉଣୀ ମାନେ ସ୍ୱର୍ଗର ବ୍ୟାଙ୍କରେ ଜମା କଲେ। ସେଇଟା ହେଉଛି ସ୍ୱର୍ଗର ବ୍ୟାଙ୍କ। ଆମେ ପାଳକ ମାନଙ୍କୁ ହାତରେ ଦାନ ଦେଉଛୁ, ଚର୍ଚ୍ଚରେ ଆମେ ଦାନ ଦେଉଛୁ। ଏଟା କୋଉଟା? ଏଟା ଆମେ ସ୍ୱର୍ଗର ଆକାଉଣ୍ଟରେ ଆମେ ଜମା କରୁଛୁ। ଆଉ ବାକି ଯୋଉଟା ଘରେ ଅଛି କି ନାହିଁ, ସେଟା ଗଲା ବେ, ଆଜି ଆମେ ଫଟୋ ହେଲୁ ବୋଲେ ଗଲା, ଆଉ ସେଟା ସୁରକ୍ଷିତ ମିଶା ନାହିଁ। ଗୋଟେ ଗୋଟେ ବ୍ୟାଙ୍କରେ ନିଆଁ ଜଳି ଯାଉଛି, ଜାଣିଛ କି ନାହିଁ? ଜାଣିଛନ୍ତି ତ? କେତେଟା ବ୍ୟାଙ୍କ ଉଠି ଯାଉଛି, କେତେ ଲୋକ ଭାନିଥିଲେ ଡାବୁ, ବ୍ୟାଙ୍କ ଉଠଲି ହୁଣି ନା,
ଉଠବ ଗୋଡ଼ ଥିଲା ଲୋକ ଉଠବେ କି ନାହିଁ ଫାଟ ନା ଉଠବେ ସବୁବେଳେ ଆମେ ଚେୟାରରେ ବସିଥିବୁ କି ଉଠବେ ଡାବୁ ହେଲେ ସମସ୍ତେ ଉଠବେ ବୁଝିପାରୁଛ କି ନାହିଁ ନାଇଁ LIC ପୁଣି ବନ୍ଦ ହେଲି ବନ୍ଦ ହେବ ସେଥିପାଇଁ ସେସବୁ ଧନ୍ଦା ଛାଡ଼ି ଆମେ ସ୍ୱର୍ଗରେ ଜମା କରିବା ଗୋଟେ ବିଧବାକୁ ଶାଢ଼ୀ କିଣି ଦେଇ ଜମା କରବାର ଗୋଟେ ଅନାଥ ଲୋକକୁ ମୁଠେ ଖାଇବାକୁ ଦେଇ ଜମା କରବାର ପାଳକ ପ୍ରଚାରକକୁ ହାତେ ଦାନ 100 ଟଙ୍କା ଗୋଟେ ଦେଇ ଜମା କରବାର ସେଟା କି ନାହିଁ ଚୋରମାନେ ଚୋରି କରି ନେବେ କି ନେବେ ଦେଖନ୍ତୁ ଆମର ଘରେ ଯେତିକି ବହି ଅଛି ନାଇଁ କି ବାଇବେଲ ଯାହା ବି ଅଛି ନେଇ ଯିବେ କି ନାହିଁ କିନ୍ତୁ ଆମେ ମନେ ଯେଉଁ ବାକ୍ୟ ରଖିଛୁ କେ ନେବେ କୁହ ତ କେ ନେବେ ଯୀଶୁ ବାଇବେଲ ଏମିତି ଦେଖି ଦେଖି ଲେଖା ଅଛି ଶୈତାନ ଦୂର ହେ ଏପଟେ ଲେଖା ଅଛି ବୋଲି କହିଲେ କି ତାଙ୍କର ପାଖରେ ଥିଲା ବାକ୍ୟ କ'ଣ ବୋଲୁଛ ବହୁତ ଲୋକ ଭୂତ ଖେଦି ପାରିବେ ନାହିଁ ଭୂତ ଏମାନଙ୍କୁ ଖେଦୁଛି କାହିଁକି ବାକ୍ୟ ନାହିଁ ବାକ୍ୟ ଉପରେ ବିଶ୍ୱାସ ମିଶା ନାହିଁ ଭୂତ ଖେଦବାଟା ଆମର ପରିଚୟ ନାହିଁ ଭୂତ ଖେଦୁ ମାନେ ମିଶା ନରକକୁ ଯିବେ ଜାଣିଛନ୍ତି କି ନାହିଁ ଭୂତ ଖେଦବାଟା ଆମର ପରିଚୟ ନାହିଁ ଭୂତ ଯାଉଛନ୍ତି ପ୍ରେଜ୍ ଦ ଲର୍ଡ ଭୂତ ନ ଗଲେ ବି ହାଲେଲୁୟା କିଛି ଅସୁବିଧା ନାହିଁ ଭୂତ ଖେଦିଲେ ଆମେ ସ୍ୱର୍ଗକୁ ଯିବୁ ସେଟା ନାହିଁ ବାଇବେଲ କହେ ନାହିଁ ଈଶ୍ୱରଙ୍କର ଇଚ୍ଛାକୁ ଯେ ସାଧନ କରିବ ସେ ସ୍ୱର୍ଗକୁ ଯିବ କିନ୍ତୁ ଆମେ ଭୂତକୁ ଡୋସା ହେବାର ନାହିଁ ଭୂତକୁ ଡରବାର ନାହିଁ ଭୂତକୁ ଦରକାର ହେଲେ ଖେଦବାର ଆମେ ଏଇ ପ୍ରକାର କଣ୍ଡିସନରେ ଆମେ ରହିବାର ଆବଶ୍ୟକ ରହିଛି ଆମେ ଭୂତ ଡୋସା ହେଇ ମିଶା ଆସିବାର ନାହିଁ ବହୁତ ହୀନସ୍ତା ହେଇଯାଏ ସେଥିପାଇଁ ପରମେଶ୍ୱର ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଆମେ କ'ଣ କରିବା ନାହିଁ ଆମେ ଏଇ ପୃଥିବୀରେ ଆମେ ଧନ ସଞ୍ଚୟ କରିବା ନାହିଁ ଯୀଶୁ କହିଲେ ଯେଉଁଠାରେ ଧନ ସେଇଠାରେ ତୁମର ପ୍ରଥମ ତିମୋଥୀ 6:7 ଏ ପଢ଼ିଲା ପରେ ପ୍ରାର୍ଥନା କରିବା ଆମେ ପ୍ରଥମ ତିମୋଥୀ 6 ଅଧ୍ୟାୟ ମୁଁ ପଢ଼ୁଛି 6 ଅଧ୍ୟାୟ 7 ପଦ ଲେଖାଯାଏ କାରଣ ଆମ୍ଭେମାନେ ଜଗତକୁ କିଛି ଆଣିନାହୁଁ ପୁଣି ଏଠାରୁ କିଛି ଘେନି ଯାଇ ନପାରୁ 8 ପଦ ଏଣୁ ଅନ୍ନ ବସ୍ତ୍ର ଥିଲେ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ ଯଥେଷ୍ଟ ସାର୍ଟ ଅଛି ପ୍ୟାଣ୍ଟ ଅଛି ଖାଇବାକୁ ଅଛି ଘର ଅଛି ନାଇଁ କି ତାହେଲେ ଯଥେଷ୍ଟ ତାର ଅର୍ଥ ଯେ ଆମେ କୁଲି ଯିବାର ନାହିଁ ଭୂତି ଯିବାର ନାହିଁ ବୋଲବାଟା କି ନାଇଁ ଏ ସାର୍ଟ ଫାଟବ କି ନାହିଁ ଏ ସାର୍ଟ କିଣିବାକୁ ଡାବୁ ଦରକାର କି ନାହିଁ ହଁ ସେଥିପାଇଁ ଆମେ ଜାଗ୍ରତ ହେବାର ଅଛି ମାତ୍ର ଆସକ୍ତ ହେବାର ନାହିଁ ଏ ଜଗତର କୌଣସି ବିଷୟରେ ଆମେ ଆସକ୍ତ ହେବାର ନାହିଁ ବାଇବେଲ କହେ ଯେ ତୁମେ ପାର୍ଥିବ ବିଷୟରେ ଆସକ୍ତ ନ ହେଇ ତୁମେ ସ୍ୱର୍ଗୀୟ ବିଷୟ ପ୍ରତି କ'ଣ ହୁଅ ଆସକ୍ତ ହୁଅ ସେଥିପାଇଁ ଏଇ ଜଗତରେ ଯେଉଁମାନେ ମନ ଦେବେ ଜଗତରେ ରହିଯିବେ ସଂସାରରେ ଯେଉଁମାନେ ମନ ଦେବେ ସଂସାରରେ ସେମାନେ ରହିଯିବେ କାହିଁକି ଏଇ ଜଗତ ଆହୁରି ଏଇଠାରେ ଥିବା ସବୁ ବିଷୟ ପାପ ଆତ୍ମାର ଅଧୀନରେ ଅଛି ଚୋର ଛାଡ଼ି କେତେ ଲୋକ ନେତା ହେବାକୁ ଭଲ ପାଉଛନ୍ତି ସେମାନେ ମୋତେ ୱାର୍ଡ ମେମ୍ବର ହେବା ପାଇଁ ପସନ୍ଦ ଭାଇ ହିଓ ହେଲେ ଆମକୁ ହେଲେ କି ଘର ଫର ହେଲେ ଲେଖାଇ ଦେବ ଆମେ ଘର ଲେଖାଇ ଦେଲେ ଆରାମସେ ସେଠି ଥିବୁ ଯୀଶୁ ଆଇଲେ ପଳାଇବୁ ତୁଇ ୱାର୍ଡ ମେମ୍ବର ହେଇ ଜିନ୍ଦାବାଦ ବୋଲି ଏପଟେ ପରା ପୃଥିବୀରେ ନିଆଁ ଲାଗଲା ପରେ ଜିନ୍ଦାବାଦ ବଢ଼ିଆ ଜିନ୍ଦାବାଦ ହେବ ସେତିକି ବେଳେ 1000 ବର୍ଷ ଶାସନରେ ରାଜା ନ ହେଇ ଏ ୱାର୍ଡ ମେମ୍ବର ହେବାକୁ ଯାଇଛି ମରି ଯାଇ ହେବ କି ନାହିଁ ଭାବ ତ କେତେ ବଡ଼ ବିପଦରେ ଏମାନେ ଅଛନ୍ତି ପରମେଶ୍ୱର ଆମକୁ ଦୟା କରନ୍ତୁ ଆମେ କ'ଣ କରିବା ନାହିଁ ସଂସାରକୁ ଆମେ ପ୍ରେମ କରିବା ଆମେ ପ୍ରଭୁଙ୍କୁ ପ୍ରେମ କରିବା ହେଲା ଆମର ମା ବାପାଙ୍କୁ ଆମେ ସମ୍ମାନ ଦେବା ପ୍ରେମ କରିବା ଆମର ପୁଅ ଝିଅକୁ ଆମେ ପ୍ରେମ କରିବା ଆମର ସ୍ୱାମୀକୁ ଆମର ସ୍ତ୍ରୀକୁ ଆମେ ପ୍ରେମ କରିବା ଆମର ପ୍ରତିବାସୀକୁ ଆମେ ପ୍ରେମ କରିବା ଆଉ ପ୍ରଭୁ ଯେଉଁ ଆଜ୍ଞା ଶିକ୍ଷା ପରାମର୍ଶ ଗୁଡ଼ିକ ଦେଇଛନ୍ତି ସେଇଟାକୁ ଆମେ ପ୍ରେମ କରିବାର ଅର୍ଥ ବୋଲେ କ'ଣ ସେଇଟାକୁ ମାନବା ମଦୁଆ ସହିତ ବସ ନାହିଁ ବୋଲେ ଠିକ୍ ଅଛି ପ୍ରଭୁ ଠିକ୍ ଅଛି ତୁମେ କହିଲେ ମୁଁ ମାନିବି ପ୍ରଭୁ ମନ ଇଚ୍ଛା ଭୋଜି ଭାତରେ ବୁଲ ନାହିଁ ପ୍ରଭୁ କହିଲେ ଠିକ୍ ଅଛି ପ୍ରଭୁ ଠିକ୍ ଅଛି ତୁମେ କହିଲେ ମୁଁ ମାନିବି ବାକ୍ୟ ଶୁଣିଲା ବେଲେ ଝୁମ ନାହିଁ ଠିକ୍ ଅଛି ପ୍ରଭୁ ମୁଁ ଝୁମବି ନାହିଁ ତୁମେ କହିଲେ ମୁଁ ମାନିବି ପ୍ରଭୁ କାରଣ ତୁମର କଥା ମାନିଲେ ମୋର ଜୀବନରେ ମଙ୍ଗଳ ଅଛି